କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସେ କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ଆପଣମାନେ ଜାଣନ୍ତି, ସୁବୋଧ ବାବୁ ଆଉ ଆମ ଗହଣରେ ନାହାନ୍ତି। ସମସ୍ତଙ୍କୁ ଶୋକ ସାଗରରେ ଭସେଇ ଦେଇ ଆଜି ଅଫେରା ବାଟରେ। ତାଙ୍କ ସ୍ମୃତି ଚାରଣ କରିବାକୁ ତୁଣ୍ଡରେ ଭାଷା ନାହିଁ। ତାଙ୍କ କଥା ଭାବିଲେ ଆପେ ଆପେ ଲୁହ ଝରି ଆସୁଛି ଆଖିରୁ। ତାଙ୍କର ଜନ୍ମ ରାଉରକେଲା ନିକଟସ୍ଥ କୁଆଁରମୁଣ୍ଡାରେ। କୁଆଁରମୁଣ୍ଡାରେ ସପ୍ତମ ଶ୍ରେଣୀ ପରେ ହାଇସ୍କୁଲ ସାରନ୍ତି ପାନପୋଷ ହାଇସ୍କୁଲରେ। କଲେଜ ପଢ଼ନ୍ତି ରାଉରକେଲା ସାନ୍ଧ୍ୟ କଲେଜରେ। ଷ୍ଟିଲ୍ ପ୍ଲାଣ୍ଟରେ ତାଙ୍କର ଚାକିରି ଭିତରେ। ସଦା ହସ ହସ ମିଷ୍ଟଭାଷୀ ମିଷ୍ଟବାବୁ ସମସ୍ତଙ୍କର ଜଣେ ପ୍ରିୟ ମଣିଷ। ତାଙ୍କ ମୃତ୍ୟୁର ଆଜି ଦ୍ୱାଦଶ ଦିବସ। ଆସନ୍ତୁ ସେ ପୁଣ୍ୟ ପୁରୁଷଙ୍କ ସ୍ମୃତିଚାରଣ କରି ତାଙ୍କୁ ଆମ ଶ୍ରଦ୍ଧାଞ୍ଜଳି ଜଣେଇବା। କେହି ରହିନାହିଁ, ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ। ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ। କବିତାର ଶୀର୍ଷକ ସ୍ମୃତିଚାରଣ। ଅମୃତ ବଳରୁ ଜନ୍ମ ନେଲ ବ୍ରାହ୍ମଣ କୁଳରେ। ପିତା ବଟ କୃଷ୍ଣ ମିଶ୍ର, ମାତା ସାବିତ୍ରୀ କୋଳରେ। ଶୈଶବ ଜୀବନ କଟେଇଲ କୁଆଁରମୁଣ୍ଡାରେ। ମାଟ୍ରିକ ପଢ଼ିଲ ଆସି ପାନପୋଷ ହାଇସ୍କୁଲରେ। ରାଉରକେଲାରେ ତୁମେ କରିଲ ଚାକିରି। ଷ୍ଟିଲ୍ ପ୍ଲାଣ୍ଟକୁ ବାଛିନେଲ ବିଜ୍ଞଜନ ପରି। ଚାକିରି ବେଳରେ କଲେଜ ପାଠ ଦେଲ ସାରି। ଅସ୍ଥିର ହେଇନ କେବେ ତୁମେ କଷ୍ଟକୁ ଡରି। ସରିତାଙ୍କୁ ବାଛିନେଲ ପ୍ରିୟତମା ବୋଲି। ସୁଖର ସଂସାରେ ଥିଲା ସ୍ନେହ ପ୍ରେମ ଭରି। ଶ୍ୱଶୁର ତୁମର ସୁନାମଧନ୍ୟ ସଂସ୍କୃତ ପଣ୍ଡିତ। ତାଙ୍କ ପୁଅ ବିଭୂତି ବିରଞ୍ଚି ବିନୟ ବିଜୟ। ବହୁ ନାତି ନାତୁଣୀ ସର୍ବେ ଉଚ୍ଚ ଶିକ୍ଷିତ। ଜ୍ୟେଷ୍ଠପୁତ୍ର ତୁମର ସୁକାନ୍ତ ଦ୍ୱିତୀୟ ଶିଶିର। କନିଷ୍ଠ ସୌଭାଗ୍ୟ ଶକ୍ତିକାନ୍ତ ତୃତୀୟ କୁମର। ବଡ଼ ବହୁ ବୁଦ୍ଧିମତୀ ଏଲିନା ପ୍ରିୟଦର୍ଶିନୀ। ଶିଶିରର ପତ୍ନୀ ଜସ୍ମିନ୍ ଡାକ ନାମ ଚିନି। ସୌଭାଗ୍ୟକୁ ଛନ୍ଦିଦେଲ ସୌମ୍ୟା ରୋଜାଲିନ୍ଙ୍କ ସାଥିରେ। ଶକ୍ତିକାନ୍ତକୁ ସୁଚରିତା ଅନୁଭା ସାଙ୍ଗରେ। ସୋମେଶ ସୌଗତ ସୁକାନ୍ତର କ୍ରମେ ପୁତ୍ର ଦୁଇ। ଶିଶିର ପୁତ୍ର ଶୁଭମ ଡାକ ଶୁଭ ବୋଲି। ଶକ୍ତିକାନ୍ତ ତନୟା ସୁମନ ନାତୁଣୀ ଅଲି ଅଳି। ସୌଭାଗ୍ୟ ପୁତ୍ର ଶିବମ ତୁମ ଗେଲା ସାନ ନାତି। ବଡ଼ ଝିଅ ସ୍ନେହା ହେମନ୍ତ ବଡ଼ ଜ୍ୱାଇଁ। ପୁଅ ସ୍ୱୟଂ ସାନ। ଝିଅ ବଡ଼ ଡାକ ନାମ ଲଭ୍ଲି। ଦ୍ୱିତୀୟ ଝିଅ ମମତା। ଶ୍ରୀରାମ ତୁମ ଜ୍ୱାଇଁ। ଦୁଇଟି କନ୍ୟା କ୍ରମେ ରିୟା କାମ୍ୟା ବୋଲି। ସାନ ଝିଅ ମିତାଲି, ତା ଝିଅ ନାଁ ସୋନାଲି। ସୌରଭ ସାନ ଜ୍ୱାଇଁ ତୁମର। ଅଣି ନାତୁଣୀ ସ୍ନେହା ଝିଅ ତିତିଲି। ପୁଅ ବୋହୂ ଝିଅ ଜ୍ୱାଇଁ ସବୁ ବଡ଼ ଚାକିରିରେ। ତୁମ ଆଶୀର୍ବାଦରୁ ସର୍ବେ ଅଛନ୍ତି ଖୁସିରେ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁଙ୍କ ପଦ ସେବାରେ ଜୀବନ ସୁନ୍ଦର। ପ୍ରତି ଗୁରୁବାରରେ ଗୁରୁ ପୂଜା। ଗୁରୁ ଭାଇଙ୍କ ସାଥିରେ ଭକ୍ତି କୁସୁମ ଚଢ଼େଇଲ ଗୁରୁ ପଦ ପଙ୍କଜରେ। ତୁମ ଗୁଣ ଗାଇବାକୁ ତୁଣ୍ଡେ ଭାଷା ନାହିଁ। କେମିତି ବନିବି ଟିକେ କନେ ଦିଅ କହି। ହସ ହସ ମୁହଁ ତୁମ ବଚନ ମଧୁର। ସଭିଙ୍କୁ ଆଦରି ନିଅ ଭାବି ଆପଣାର। ବିପଦେ ଆପଦେ ଆସି ପାଖେ ଛିଡ଼ା ହୁଅ। ନଥିଲା ରାଗ ଅଭିମାନ ଛଳ ନିର୍ମଳ ହୃଦୟ। ଉତ୍ତର ବୟସେ କେବେ ଅଭାବ ଜାଣିନ। ରୋଗ ଭାଙ୍ଗିଦେଲା ତୁମ ବଳ ଆଉ ସ୍ୱପ୍ନ। ହେ ପୂଜ୍ୟାସ୍ପଦ, ତୁମ ମୃତ୍ୟୁର ଆଜି ଦ୍ୱାଦଶ ଦିବସ। ତୁମ ବିନା ପୁଅ ବୋହୂ ଝିଅ ଜ୍ୱାଇଁ ନାତି ନାତୁଣୀ ମୁହଁରେ ନାହିଁ ଆଉ ହସ। ଯେଉଁ ସରିତା ଥିଲେ ତୁମ ସ୍ପନ୍ଦନ ଛାତିର। କେମିତି ଛାଡ଼ିଲ ତାଙ୍କୁ ଦେଲ ଅଶ୍ରୁଧାର। ଏ ଜୀବନ ମାଟିପିଣ୍ଡ ଦିନେ ଯିବ ସେ ବାହୁଡ଼ି। ଅସମୟରେ ଚାଲିଗଲ ଲୁହରେ ଭସେଇ। କିଏ ଆଉ ଆମକୁ ନାମ ଧରି ଡାକିବ ଶ୍ରଦ୍ଧାରେ। ସେ ଚିନ୍ତାରେ ଦିନ ବିତେ କୋହ ଉଠଇ ଛାତିରେ। ଏତିକି ପ୍ରାର୍ଥନା ଈଶ୍ୱରଙ୍କୁ ତୁମକୁ ରଖନ୍ତୁ ଖୁସିରେ। ତୁମ ସ୍ନେହ ପ୍ରେମ ରହିଥାଉ ପ୍ରତିଟି ଅନ୍ତରେ। ଢାଳୁଥାଉ ଆଶିଷ ବାରି ହେ ପବିତ୍ର ଆତ୍ମା। ବାଟ ଦେଖାଉଥାଅ ଆମକୁ ତୁମେ ସଦା ସର୍ବଦା।
केते सुंदर कविताटीए मन को छुई जाउची आपणमानक मन को मध्य निश्चित छुई थिबो। जदि भल लगिला ताले वीडियो टिके लाइक करदेबे, वीडियो को सहित शेयर करंतु, चैनल को सब्सक्राइब करी बेल को प्रेस करी ऑल नोटिफिकेशन को ऑन रखितांतु। जदि उपस्थापन रे किछि दोष त्रुटि रहिगला क्षमा करिवे अनामिका को। आसीबा आउ एक कविता ने आगामी अध्याय रे। से पर्यंत नमस्कार।